ଓଡ଼ିଶାରେ ହେବ 3ଟି ଆଣବିକ ଶକ୍ତି ପ୍ରକଳ୍ପ। ଆଗ୍ରହ ଦେଖାଇଲେ ଟାଟା, ଏନ୍ଟିପିସି, ଜିନ୍ଦଲ। ଶକ୍ତି ଚାହିଦା ପୂରଣ କରିବା ଦିଗରେ କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି। ଓଡ଼ିଶାରେ ଏଭଳି ପ୍ରକଳ୍ପ ସ୍ଥାପନ କରିବାକୁ ବିଭିନ୍ନ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର 3ଟି ପ୍ରମୁଖ ସଂସ୍ଥା ଟାଟା ପାୱାର, ଏନ୍ଟିପିସି ଓ ନବୀନ ଜିନ୍ଦଲଙ୍କ ଗ୍ରୁପ ରାଜ୍ୟରେ କ୍ଷୁଦ୍ର ଆଣବିକ ରିଆକ୍ଟର ଆଧାରିତ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିଛି ଦିନ ପୂର୍ବେ ଟାଟା ପାୱାର ପକ୍ଷରୁ କୁହାଯାଇଥିଲା ଯେ 220 ମେଗାୱାଟ ବିଶିଷ୍ଟ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ସ୍ଥାପନ କରିବା ପାଇଁ ଏହା ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ସହିତ ସହଯୋଗିତା କରିଛି। ଓଡ଼ିଶା ସରକାର ଓ ଆଉ କିଛି ରାଜ୍ୟ ସହ କମ୍ପାନୀ ଆଲୋଚନା କରୁଛି। ସେହିପରି ଏନ୍ଟିପିସି ମଧ୍ୟ 2047 ସୁଦ୍ଧା 30 ଗିଗାୱାଟର ଆଣବିକ ଶକ୍ତି କ୍ଷମତା ବିଶିଷ୍ଟ ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। ସେହି ଯୋଜନାରେ ଅଂଶସ୍ୱରୂପ କମ୍ପାନୀ ଓଡ଼ିଶାରେ ମଧ୍ୟ ପ୍ରକଳ୍ପ ସ୍ଥାପନ କରିବା ଉପରେ ବିଚାର କରୁଛି। ଏନ୍ଟିପିସି ମଧ୍ୟ ଏନ୍ପିସିଆଇଏଲ୍ ଓ ଓଡ଼ିଶା ସରକାରଙ୍କ ସହ ମିଶି ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିବା ଦିଗରେ କାର୍ଯ୍ୟ କରୁଛି। କମ୍ପାନୀ ଉପକୂଳ ଅଞ୍ଚଳରେ ଏହାର ପ୍ରକଳ୍ପ ସ୍ଥାପନ କରିବାକୁ ଅଗ୍ରାଧିକାର ଦେବ, ଯେଉଁଠାରେ ନିରନ୍ତର ଜଳ ଯୋଗାଣର ବ୍ୟବସ୍ଥା ରହିଥିବ। ଟାଟା ଓ ଏନ୍ଟିପିସି ବ୍ୟତୀତ ଶିଳ୍ପପତି ନବୀନ ଜିନ୍ଦଲଙ୍କ ଜିନ୍ଦଲ ଗ୍ରୁପ ମଧ୍ୟ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। କମ୍ପାନୀ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଏହି ପ୍ରକଳ୍ପଗୁଡ଼ିକୁ ସ୍ଥାପନ କରିବାକୁ ଚାହୁଁଛି। ଓଡ଼ିଶା ଓ ଗୁଜରାଟରେ ପ୍ରକଳ୍ପ କରିବାକୁ କମ୍ପାନୀ ଗମ୍ଭୀରତାର ସହ ବିଚାର କରୁଛି। ଜମି ଉପଲବ୍ଧତା, ଜଳ ସମ୍ବଳ, ଭୌଗୋଳିକ ସ୍ଥିତି, ସଞ୍ଚାରଣ ସଂଯୋଗ, ନିୟାମକ ସୁବିଧା ଏବଂ ପ୍ରକଳ୍ପର ଦୀର୍ଘକାଳୀନ ସ୍ଥାୟିତ୍ୱ ଭଳି ମାନଦଣ୍ଡ ବିଚାରକୁ ନେଇ କମ୍ପାନୀ ପ୍ରକଳ୍ପ ସ୍ଥଳ ଚୟନ କରିବା ଦିଗରେ କାର୍ଯ୍ୟ ସମ୍ପାଦନ କରୁଛି। କମ୍ପାନୀ 700 ମେଗାୱାଟ ଓ ତା'ଠାରୁ ଅଧିକ କ୍ଷମତାର ବଡ଼ ମଡ୍ୟୁଲ ରିଆକ୍ଟର ସ୍ଥାପନ କରିବା ଯୋଜନା ରଖିଛି।